ଗପ ଅମୃତରେ ସଞ୍ଚୟ ନା ଭୋଗ କୋଉଟା ଠିକ୍? ଯଶୋବର୍ମା ନାମରେ ଜଣେ ଗରିବ ଲୋକ ଥିଲା। ରାଜାଙ୍କ ଠାରୁ ବା ଅନ୍ୟ ଧନୀ ବ୍ୟକ୍ତିଙ୍କ ଠାରୁ ମଗାଯଚା କରି ଯାହା ମିଳେ ସେଥିରେ ସେ ଚଳେ। ହେଲେ ଅଭାବ ସବୁବେଳେ ଲାଗି ରହିଥାଏ। ତେଣୁ ସେ ମନେ ମନେ ଠିକ୍ କଲା, ଦେବୀ ଦୁର୍ଗାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ନିଜର ଭାଗ୍ୟ ବଦଳାଇବ। ଯଦି ଦେବୀ ଦୁର୍ଗା ତାକୁ ବରଦାନ ନ କରନ୍ତି, ତେବେ ସେ ବରଂ ଆତ୍ମହତ୍ୟା କରିବ। ଏପରି ଦରିଦ୍ର ଭାବେ କାଳ କାଟିବ ନାହିଁ। ଏହା ଠିକ୍ କରି ଅନାହାର ଆଉ ଅନିଦ୍ରାରେ ଯଶୋବର୍ମା ତପ ଆଚରଣ କଲା। ଦେବୀ ତାର ତପସ୍ୟାରେ ସନ୍ତୁଷ୍ଟ ହେଲେ। ଦେବୀ ତା ସମ୍ମୁଖରେ ଉଭା ହୋଇ ପଚାରିଲେ, ଯଶୋବର୍ମା, ତୁମେ କ'ଣ ଚାହଁ, ଧନ ଭାଗ୍ୟ ନା ଭୋଗ ଭାଗ୍ୟ? ଅସୁବିଧାରେ ପଡ଼ିଲା ଯଶୋବର୍ମା। ସେ ପଚାରିଲା, ମା, ଧନ ଭାଗ୍ୟ ଆଉ ଭୋଗ ଭାଗ୍ୟ ୟା ଭିତରେ କ'ଣ ଫରକ ମୋତେ କୁହନ୍ତୁ। ଦେବୀ କହିଲେ, ତାହା ଜାଣିବାକୁ ହେଲେ ତୁମେ ନିଜର ଗାଁକୁ ଯାଅ। ସେଠାରେ ଅର୍ଥବର୍ମା ଆଉ ଭୋଗବର୍ମା ନାମକ ଯେଉଁ ଦୁଇଜଣ ବଣିକ ଅଛନ୍ତି, ସେ ଦୁଇଜଣଙ୍କୁ ସାକ୍ଷାତ କର। ତାପରେ ବୁଝିପାରିବ ଧନ ଆଉ ଭୋଗ କ'ଣ। ସେଠାରୁ ଫେରି ଯାହା ଉଚିତ ମନେ କରିବ ମୋତେ ତାହା ହିଁ ମାଗିବ। ଦେବୀଙ୍କ ଆଦେଶ ମାନି ଯଶୋବର୍ମା ନିଜ ଗାଁକୁ ଗଲା। ସର୍ବପ୍ରଥମେ ସେ ଅର୍ଥବର୍ମାଙ୍କ ଘରକୁ ଗଲା। ଅର୍ଥବର୍ମା ସେ ଅଞ୍ଚଳର ବେଶ୍ ଜଣାଶୁଣା ବଣିକ। ଘରେ ତାଙ୍କର ଧନ ସମ୍ପଦ ଭରପୁର। ଯଶୋବର୍ମା ସେଠାରେ ପହଞ୍ଚିବା ପରେ ଅର୍ଥବର୍ମା ତାକୁ ଆଦର କରି ଘରକୁ ନେଇଗଲେ। ଖାଇବା ପାଇଁ ନାନା ପ୍ରକାରର ସୁମଧୁର ଖାଦ୍ୟ ଦେଲେ। ଯଶୋବର୍ମା ତ ବହୁତ ଦିନରୁ ଭୋକିଲା ଥିଲା। ସେ ତେଣୁ ମନ ପୂରାଇ ପେଟେ ଖାଇଗଲା। ମାତ୍ର ତା ପାଖରେ ଅର୍ଥବର୍ମା ଖାଇ ବସିଥିଲେ ବି କିଛି ଖାଉ ନଥାଏ। ଏହା ଦେଖି ଯଶୋବର୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଆଜ୍ଞା, ମୁଁ ଆପଣଙ୍କ ଘରେ ଅତିଥି, ମାତ୍ର ମୁଁ ଲାଜ ନ କରି ଖାଇ ଚାଲିଛି, ଅଥଚ ଆପଣ କିଛି ନ ଖାଇ ବସିଛନ୍ତି, ଏହାର କାରଣ କ'ଣ? ଅର୍ଥବର୍ମା କହିଲା, ଭାଇ, ମୁଁ ଏସବୁ କିଛି ଖାଇପାରେନା। ସଦାବେଳେ ମୁଁ ଅଜୀର୍ଣ୍ଣ ରୋଗରେ ପୀଡ଼ିତ। ଟିକିଏ କିଛି ଖାଇଲେ ବାନ୍ତି ହୁଏ, ପେଟରେ ଯନ୍ତ୍ରଣା ହୁଏ। ତେଣୁ ଏସବୁ ଖାଦ୍ୟପଦାର୍ଥ ମୋ ପାଇଁ ବିଷ ପରି। ମୋତେ ଏହି ଧନ ସମ୍ପଦରେ ମୁଁ ନିଜେ ଟିକିଏ ବି ସୁଖ କରିପାରୁନାହିଁ। ଯଶୋବର୍ମା ମନେ ମନେ ଭାବିଲେ, ଏପରି ଧନ ଥାଇ କି ଲାଭ? ଭୋଗ କରି ନ ପାରିଲେ ସେ ଧନର ମୂଲ୍ୟ କ'ଣ ଅଛି? ଯଶୋବର୍ମା ସେ ରାତିଟି ଅର୍ଥବର୍ମା ଘରେ କଟାଇ ତହିଁଆର ଦିନ ଗଲା ଭୋଗବର୍ମା ଘରକୁ। ଯଶୋବର୍ମା ପହଞ୍ଚି ଦେଖିଲା, ଭୋଗବର୍ମା ଘରେ ବିଶେଷ କିଛି ଜିନିଷପତ୍ର ନାହିଁ, କିନ୍ତୁ ଘରଟି ପରିଷ୍କାର ପରିଚ୍ଛନ୍ନ। ଘରର ଆସବାବପତ୍ର ଗୁଡ଼ିକ ମଧ୍ୟ ଭଲ ଭାବେ ସଜା ହୋଇ ରଖାଯାଇଛି। ଯଶୋବର୍ମାଙ୍କୁ ଦେଖିବା ମାତ୍ରେ ଭୋଗବର୍ମା ଆଦର କରି ଘର ଭିତରକୁ ନେଇଗଲେ। ସ୍ତ୍ରୀକୁ ଡାକି କହିଲେ, ହଇହେ, ଆଜି ଅତିଥି ଆସିଛନ୍ତି, ଭଲ ଜିନିଷ କିଛି ରନ୍ଧାରନ୍ଧି କର। ସ୍ତ୍ରୀ ସ୍ୱାମୀଙ୍କ ମୁଖକୁ ଅନାଇଲେ। ଭୋଗବର୍ମା କହିଲେ, ଏମିତି ଅନେଇଛ କ'ଣ? ପଇସା ପତ୍ର ନାହିଁ ତ ଗୋଟିଏ ଅଳଙ୍କାର ବିକିଦେବା, ସେଇଥିରେ କିଛି ଦିନ ଚଳିଯିବ। ଖାଇ ପିଇ ଭଲ ରହିଥିଲେ ପୁଣି ରୋଜଗାର କରିପାରିବା, ଅଳଙ୍କାର ବି ଗଢ଼ିପାରିବା। ଏତିକି ବେଳେ ଭୋଗବର୍ମାଙ୍କ ପାଖକୁ ଇଚ୍ଛାଭରଣ ନାମକ ତାଙ୍କର ଜଣେ ବନ୍ଧୁ ଆସିଲେ। ସେ କହିଲେ, ଭାଇ, ଆଜି ଆମ ଘରେ ଗୋଟିଏ ଭୋଜି ହେବ, ତୁମକୁ ନିମନ୍ତ୍ରଣ ରହିଲା। ଭୋଗବର୍ମା କହିଲେ, ନା ଭାଇ, ଆମ ଘରେ ଆଜି ଅତିଥି ଅଛନ୍ତି, ତାଙ୍କୁ ଛାଡ଼ି ଯାଇପାରିବି ନାହିଁ। ଇଚ୍ଛାଭରଣ କହିଲେ, ଆରେ ଭାଇ, ତୁମର ଯେ ଅତିଥି ସେ କ'ଣ ମୋର ଅତିଥି ନୁହନ୍ତି? ଏଣୁ ତୁମେ ଦୁହିଁଙ୍କୁ ନିମନ୍ତ୍ରଣ ରହିଲା ଆମ ଘରକୁ ଆସିବ। ଯଶୋବର୍ମା ଓ ଭୋଗବର୍ମା ଦୁହେଁ ଇଚ୍ଛାଭରଣଙ୍କ ଘରେ ପେଟ ପୂରା ଭୋଜି ଖାଇଲେ। ଇଚ୍ଛାଭରଣ ବନ୍ଧୁଙ୍କ ପାଖରେ ବସି ଏଇଟା ଖାଅ ସେଇଟା ଖାଅ କହି ବଳେଇ ବଳେଇ ଖୁଅଉଥାଏ। ଆଦର ଥିଲେ ଖାଇବାଟା ଅଧିକ ଆନନ୍ଦଦାୟକ ହୋଇଥାଏ। ଯଶୋବର୍ମା ଏହା ଅନୁଭବ କରିପାରିଲେ। ଏବେ ଯଶୋବର୍ମା ବୁଝିପାରିଲେ, ବହୁ ଧନ ଥାଇ କିଛି ଭୋଗ ନ କରିବା ଅପେକ୍ଷା ସାମାନ୍ୟ ଧନ ଥାଇ ତାକୁ ଭୋଗ କରିବା ବରଂ ଭଲ। ଏହାପରେ ସେ ଦେବୀଙ୍କ ପାଖକୁ ଯାଇ ଭୋଗ ଭାଗ୍ୟର ଜୀବନ ପ୍ରାର୍ଥନା କଲେ।